ଚକାଡୋଳା ଏଚପି ଗ୍ୟାସ୍ ଗ୍ରାମୀଣ ବିତରକ ବୈପାରିଗୁଡ଼ା। ମୋ ନାଁ ଘନଶ୍ୟାମ ମହାନ୍ତି, ଚକାଡୋଳା ଡିଷ୍ଟ୍ରିବ୍ୟୁଟର ମ୍ୟାନେଜିଂ ପାର୍ଟନର। ବର୍ତ୍ତମାନ ଗ୍ୟାସରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ଗ୍ୟାସର ଆର ହେଡ୍ ସମ୍ବଲପୁର ଅଥରିଟି, ପ୍ଲାଣ୍ଟ ରାୟଗଡ଼ା, ପ୍ରଶାସନ ଓ HPCL ପ୍ଲାଣ୍ଟ ସମସ୍ତଙ୍କର ସହଯୋଗ ରହିଛି। ଜିନିଷ ମିଳିବାରେ କୌଣସି ଅସୁବିଧା ନାହିଁ। ମୋର କଞ୍ଜୁମର ହୋଲ୍ଡିଂ 29,860 ଆର EQIC 82% କମ୍ପ୍ଲିଟ୍। ସରକାରୀ ଅନୁଷ୍ଠାନମାନଙ୍କ ପାଇଁ ବି ସୁବିଧା, ଯେମିତି ନେକ୍ସଟ ମନ୍ଥରେ ଯେଉଁମାନେ ସ୍କୁଲ କଲେଜ ହଷ୍ଟେଲ ଯେମିତି ନେକ୍ସଟ ମନ୍ଥରେ ଯେଉଁମାନେ ନେଉଥିଲେ 10ଟା ହାଣ୍ଡି ଫେବୃଆରୀ ମାସରେ, ଏ ମାସରେ ବି 10ଟା ହାଣ୍ଡି ନେଇପାରିବେ। ସ୍କୁଲ ଅନୁଷ୍ଠାନମାନଙ୍କୁ କୌଣସି ଅସୁବିଧା ନାହିଁ। ତାଙ୍କର ଅଥରିଟିଠୁ ଲେଖିକି ଆଣିବେ, ହାଇସ୍କୁଲ ହେଡ଼ମାଷ୍ଟର ହଉ କିମ୍ବା କଲେଜର ପ୍ରିନ୍ସିପାଲ କିମ୍ବା ଯିଏ ଅଛନ୍ତି ତାର ହଷ୍ଟେଲ ଇନଚାର୍ଜ, ସେମାନଠୁ ସେ ନେକ୍ସଟ ମାସ ରିକ୍ୱାର୍ଡ କାର୍ଡ ଦେଖେଇବେ, ଏ ମାସରେ ପାଇପାରିବେ, କିଛି ଅସୁବିଧା ନାହିଁ। 2ଟା ଜିଲ୍ଲାର କଷ୍ଟମର, ମାଲକାନଗିରି ଡିଷ୍ଟ୍ରିକ୍ଟ, କୋରାପୁଟ ଡିଷ୍ଟ୍ରିକ୍ଟ। ମାଲକାନଗିରି ଡିଷ୍ଟ୍ରିକ୍ଟର 4ଟା ବ୍ଲକ, କୋରାପୁଟ ଜିଲ୍ଲାର 4ଟା ବ୍ଲକ। ମାଲକାନଗିରି ଜିଲ୍ଲାର ମାଥିଲି, ମାଲକାନଗିରି, ଖଇରପୁଟ, କୁଡୁନୁଗୁମା, ଚିତ୍ରକୁଡ଼ା ଯୋଉଟା ହେଇଛି। ଆଉ କୋରାପୁଟ ଡିଷ୍ଟ୍ରିକ୍ଟର ବୈପାରିଗୁଡ଼ା, ଲମତାପୁଟ, କୁନ୍ଦୁରା, ନନ୍ଦପୁର, 2ଟା ବ୍ଲକ ମିଶି ଜିଲ୍ଲା ମିଶି 8ଟି ବ୍ଲକ। ଆର କୌଣସି ଅସୁବିଧା ନାହିଁ ଗ୍ୟାସ୍ ପାଇବାରେ। ଗ୍ୟାସ୍ ବି ମଜବୁତ ଅଛି। କୌଣସି କଷ୍ଟମର ଆ ପାଇଁ ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ। କାହିଁକିନା ଏଇ ଯେଉଁ 80 କିଲୋମିଟର ପର୍ଯ୍ୟନ୍ତ ଡେଲିଭରି ଗ୍ୟାସ୍ ଚାଲିଛି, ଆଜିକି 11 ବର୍ଷ ହେଲା କୌଣସି କେବେ ଅସୁବିଧା ହେଇନାହିଁ କି କୌଣସି କଷ୍ଟମର କହିପାରିବେ ନାହିଁ। ଯେହେତୁ ମାଲକାନଗିରି ଜିଲ୍ଲାରେ 80 କିଲୋମିଟର ଦୂର ଯାଉଛି, ସେଠାକାର ଏଜେନ୍ସି ଥିବା ସତ୍ତ୍ୱେ ଇଣ୍ଡିଆନ ଭାରତ HPCLର ମୁଁ ଗାଡ଼ି ଯାଇକରି ଡେଲିଭରି କରୁଛି, ଯାହାକି କଷ୍ଟମର ମାନେ ସମସ୍ତେ ସନ୍ତୋଷରେ ଅଛନ୍ତି। ବର୍ତ୍ତମାନ ବି ଗାଡ଼ିରୁ ଡେଲିଭରି ନେଉଛନ୍ତି। EQIC OTP ଗଭର୍ଣ୍ଣମେଣ୍ଟର ବର୍ତ୍ତମାନ ଚାଲିଛି। OTP EQIC ଥିଲେ ଗ୍ୟାସ୍ ଦିଅ, ଯେଉଁମାନଙ୍କୁ OTP EQIC ହେଇଛି OTP ହେଇ କରିକିରି ନେବେ, ନେଉଛନ୍ତି ବି ବର୍ତ୍ତମାନ ବି, ତା ପାଇଁ କୌଣସି ଅସୁବିଧା ନାହିଁ। ଏଥିପାଇଁ RM ସେଲ୍ସ ଅଫିସର ପ୍ଲାଣ୍ଟ ସମସ୍ତଙ୍କର ସହଯୋଗ ଅଛି। ପ୍ରତିଦିନ ମାଲ ଆମକୁ ଆସୁଛି, ଯାହା ରିକ୍ୱାର୍ଡ ଅଛି ସେଇ ହିସାବରେ ପ୍ରତିଦିନ ଗୋଟିଏ ଲୋଡ ଆସୁଛି। ଗ୍ୟାସରେ କୌଣସି ଅସୁବିଧା ନାହିଁ। ବୁକିଂ ଗାଇଡଲାଇନ୍ କ'ଣ? ଆମର ବୁକିଂ ଗାଇଡଲାଇନ୍ ଗଭର୍ଣ୍ଣମେଣ୍ଟ କରିଛି। ଅର୍ବାନ ଏରିଆ ପାଇଁ 25 ଦିନ, ରୁରାଲ ଗ୍ରାମୀଣ ସେମାନଙ୍କ ପାଇଁ 39 ଦିନ। ବର୍ତ୍ତମାନ ନୂଆ କନେକ୍ସନ ଗଭର୍ଣ୍ଣମେଣ୍ଟ ବନ୍ଦ କରିଛି। ନୂଆ କନେକ୍ସନ ଦିଆ ହେଇପାରିବ ନାହିଁ, ଯେହେତୁ ଏବେ ଏଇ ସମୟରେ ଦିଆଯାଉ ନାହିଁ। ଯେଉଁମାନେ ବଡ଼ ପରିବାର ଅଛି, ପରେ ସେମାନେ ଆଗରୁ ନୂଆ କନେକ୍ସନ ନେଇନଥିଲେ, ଆଗକୁ କରିବେ ନୂଆ କନେକ୍ସନ, ବଡ଼ ପରିବାର ନେବେ। ଆଉ ଯେଉଁ 25 ଦିନଟା ଅର୍ବାନ ଏରିଆ ଅଛି ଆଉ ରୁରାଲକୁ 45 ଦିନ, ଆ ଉପରେ ବି କମ୍ପାନୀ ଆଲୋଚନା କରୁଛି। ଯେହେତୁ ଏଇଟା ପାଇଁ ବି ଆଗକୁ କ'ଣ 45 ଦିନଟା ଉଠେଇବେ କି କ'ଣ, ସେ ଉପରେ ଆଲୋଚନା ଚାଲିଛି। ପବ୍ଲିକ ବ୍ୟସ୍ତ ବିବ୍ରତ ହେବା ଦରକାର ନୁହଁ। ଯେହେତୁ 11 ବର୍ଷର ସର୍ଭିସରେ କୌଣସି ଦିନ ଅସୁବିଧା ଭୋଗିନାହାନ୍ତି, ଏବେ ବି ଭୋଗିବେ ନାହିଁ, ବର୍ତ୍ତମାନକୁ ଭୋଗିବେ ନାହିଁ। ଷ୍ଟକ୍ ଆଭେଲେବୁଲ୍ ଅଛି। ଭବିଷ୍ୟତ ତ ଆମେ କହିପାରିବୁନି, ବର୍ତ୍ତମାନ ପାଇଁ କୌଣସି ଅସୁବିଧା ନାହିଁ। ସେମାନେ ସୁରୁଖୁରୁରେ ଆମର ଡେଲିଭରି ଷ୍ଟାଫକୁ, ଅଫିସ ଷ୍ଟାଫକୁ କୋପରେସନ୍ କରନ୍ତୁ। ସେମାନେ ଫୋନ୍ ରେସ୍ପଣ୍ଡ କରିବେ। ସେମାନଙ୍କୁ ଯଦି କ'ଣ ଅସୁବିଧା ଫିଲ୍ କରୁଛନ୍ତି, ଓନରସିପ୍ ମୋ ନମ୍ବର ବି ସବୁ ଖାତାରେ ଅଛି, ଏରିଆରେ ଅଛି, ଘରେ ଘରେ ଅଛି, ସମସ୍ତେ ଜାଣିଛନ୍ତି। 2ଟା ଜିଲ୍ଲାର ସେମାନେ ମୋ ସହିତ ସେମିତି ଅସୁବିଧା ସ୍ଥଳେ ଲଗାନ୍ତୁ। ସେମାନଙ୍କର କ'ଣ ଅସୁବିଧା ହେଉଛି, ମୁଁ ସେମାନଙ୍କୁ ସହଯୋଗ କରିବି।